श्री परमात्मने नमः। ओम वासुदेवाय नमः। ओम व्यासदेवाय नमः। ओम जगन्नाथदासाय नमः। ओम गणेशाय नमः। हे माँ सरस्वती तमें कंठरे बस, माँ कंठरे बस। अतिबड़ी जगन्नाथ दास रचित श्रीमद् भागवत महापुराण पंचम स्कंध आज आम नवम अध्याय श्रवण करवा। यही अध्याय जड़ भरत कथा वर्णना कर प्रथम भाग पद्यांतरी एवं द्वितीय भाग यार व्याख्या श्रवण करवा। जड़ भरत ब्राह्मण कूल जन्म कथा वर्णना कर भरत जहाँ नाम यही भारत भूखंडर नामकरण होइछि सही भरत कथा एठारे कहुଯାଇଛି। से भरतंकर ब्राह्मण कूल जन्म कथा मध्य एठारे वर्णना करा जाइछि। तेबे आसंतु शुणिबा नवम अध्याय। नवमे से भरत पुणी जड़ ब्राह्मण रूपे जनी। नवमे से भरत पुणी जड़ ब्राह्मण रूपे जन्मी। भद्रकाळीଙ୍କ ठारे बळी देबाकू राजा नेले धरी। श्री शुक उवाच शुणरा जन परीक्षित ए अन्ते जेमंत चरित। संध्यादि तप समदम तितिक्षा आदि जे नियम। ज्ञानीक मध्य श्रेष्ठ वर द्विजंगीरस प्रवर। एसबु गुणे गुणी सेही पत्नीता हांक थिले दुई। ज्येष्ठ भार्यार नवसूत पितांक तुल्ये गुणवंत। कनिष्ठा भार्या गर्भजात एक दुहिता एक सूत। एसुत महाभागवत सेहि जे राजर्षि भरत। मृगदेहकु त्याग करी तदन्ते विप्र रूप धरी। द्विजंक पुत्र भाव बही जन्मल भिले तांक तही। से साधु संगरु राजन ताहांक हेला शुद्ध ज्ञान। जेणुक कर्मबंध खंडन श्रीकृष्ण नामर श्रवण। ताहाक रही अविरते पदार बिंद धरी चिते। प्रभुंक कृपारु राजन पूर्वज नमर कथा मान। स्मरण होइला ताहार असाधु संग कुता डर। उन्मत जड़ जे बधीर प्राये से ब्राह्मण कुमार। अशेष ज्ञाने श्रेष्ठ होई कपट लोकरे देखाई। तेबे हे पुत्र ठारे तार स्नेही हे बारो विप्रवर। वेद उचित कर्म जेते दशक कर्मरे यथोचिते। सुसाधु पण देखि तार संस्कार कले कुमार। शुणप ऋक्ष नृपवर से जेउ ब्राह्मण कुमार। शौच आचमन विधि ब्राह्मण कर्म जे प्रसिद्धि। गुरु उपदेश वचने जानिला से जे अनुमाने। पुत्रर शुद्ध मन जानी से जे ब्राह्मण शिरोमणि। अत्यंत स्नेह भर होई मन अर्पिला तार तही। ओंकार आदि वेदसार व्याहृति प्रणव अक्षर। सावित्री मूल मंत्रसार सकल देले विप्रवर। यजन आदि षट कर्म एजे ब्राह्मण निज धर्म। पुरुष सुक्त आदि जेते सर्वक हिले यथोचिते। पुत्र स्नेह हरे विप्रवर शिक्षा रांति निरंतर।
ଏମନ୍ତେ ଶୁଣ ନରନାଥ ସମ୍ପୂର୍ଣ୍ଣ ନହୁ ମନରଥ। ଆୟୁଷ ଅନ୍ତେ ସେ ବ୍ରାହ୍ମଣ କାଳର ହୋଇଲା ଅଧୀନ। ଏ ଅନନ୍ତରେ ଦ୍ୱିଜସତୀ ଦେଖିଆ ତ୍ମଜ ଜଡ଼ମତି। ଆପଣା ଜ୍ୟେଷ୍ଠ ସପତ୍ନୀରେ ସମର୍ପି ଦେଲା ସ୍ନେହ ଭରି। ଆପଣେ ପତିର ସଙ୍ଗତେ ଚଳିଲା ହରଷିତ ଚିତ୍ତେ। ଏମନ୍ତେ ପିତାର ଅନ୍ତରେ ସେ ଯେ ବ୍ରାହ୍ମଣର କୁମରେ। ଜଡ଼ ଯେ ତାହାଙ୍କ ଭ୍ରାତର ତାହାଙ୍କୁ କଲେ ଅନାଦର। ତାହାର ପ୍ରଭାବ ନ ଜାଣି ଜଡ଼ର ପ୍ରାୟ ତାକୁ ମଣି। ଜଡ଼ବ ଧୀର ଯେ ଉନ୍ମତ ଏମନ୍ତ ରୂପ ସେ ଭରତ। ଦ୍ୱିପଦ ନର ପଶୁମତେ ଏହାଙ୍କୁ ଦେଖତି ଏମନ୍ତେ। ସେ ପରାଧୀନ ପ୍ରାୟ ହୋଇ ଲୋକରେ କର୍ମକୁ କରଇ। ଲୋକେ ଶ୍ରଦ୍ଧାରେ ଯାହା ଦେଇ ପରମ ତୋଷେ ତା ଭୁଞ୍ଜଇ। ଇନ୍ଦ୍ରିୟ ପ୍ରୀତି ନିମିତ୍ତରେ କେବେ ଆହାର ନ କରେ। ନିବୃତ୍ତ ହୋଇ ସର୍ବଠାରେ ପରମ ଆନନ୍ଦେ ବିହରେ। ଦୁଃଖ ସୁଖରେ ସମତାର ଅହଙ୍କାରକୁ କରି ଦୂର। ଗ୍ରୀଷ୍ମ ବରଷା ଶୀତ ବାତ ସକଳ ସହେ ସେ ଭରତ। ଦିଶଇ ମହାମଣିଷମ ଶରୀର ଅତି ସ୍ଥୂଳ ପୀନ। ଅତ୍ୟନ୍ତ ବ୍ରହ୍ମ ତେଜ ବହି ଜଡ଼ର ପ୍ରାୟ ସେ ଭ୍ରମଇ। ଆହାର ଆଦି ସର୍ବଠାରେ ସେଥାଇ ନିଗ୍ରହ ବ୍ୟବହାରୀ। ତଥାପି ଶୁଣ ହେ ରାଜନ ତାହାର ନିଜ ଭ୍ରାତାଗଣ। କୃଷିର କ୍ଷଣ କାରଣରେ ନିଯୁକ୍ତ କରନ୍ତି ତାହାରେ। ଭାତୃବଚନ ଅନୁମତେ କୃଷିର ଖଇ ଯଥୋଚିତେ। ମୃଗବ ରାହଙ୍କୁ ନିବାରି ଥାଇ ସେ ନିରତେ ଆବରି। ଏମନ୍ତେ ସାବଧାନେ ଶୁଣ ବୃଷଳ ପତି ଯେ ରାଜନ। ଅତ୍ୟନ୍ତ ପୁତ୍ର କାମୀ ହୋଇ ଦେବୀଙ୍କି ମହାପଶୁ ସହି। ସହି ମାନେ ଦେବାକୁ ମାନସିକ କରି। ନରପ ସୁଏ ଯତ୍ନ କରି ରଖଇ ନିରତେ ଆବରି। ଦଇବେ ଅଭିମନ୍ୟୁ ବଳା ସେ ନର ପଶୁ କେଣେ ଗଲା। ତାହାର ପଥ ଅନୁସାରେ ଧାଇଁଲେ ତାର ଅନୁଚରେ। ନିଶି ଅନ୍ଧାର ଘୋର ତମେ ଖୋଜନ୍ତି ନାନା ଦିଗ ଗ୍ରାମେ। ପଶୁ ନ ପାଇ ଅନୁଚରେ ନିରାଶ ହୋଇଲେ ଅନ୍ତରେ। ଗୃହକୁ କରନ୍ତେ ଗମନ ଦେଖିଲେ ବିପ୍ରର ନନ୍ଦନ। ଏ ଅନନ୍ତରେ ନୃପମଣି ଜଡ଼ର ପ୍ରାୟ ଭାବ ଜାଣି। ବନ୍ଧନ କରି ତତକ୍ଷଣେ ସ୍ୱାମୀର କର୍ମ ସମ୍ପାଦନେ। ଚଣ୍ଡିକା ଗୃହେ ପ୍ରବେଶିଲେ ସ୍ୱାମୀଙ୍କି ସମର୍ପଣ ଦେଲେ। ସୁଗନ୍ଧ ଶୀତଳ ଜଳରେ ସ୍ନାନ କରାଇ ବିଧିରେ। ଶୁଭ୍ର ନିର୍ମଳ ବାସ ଦେଲେ ନାନା ଭୂଷଣରେ ମଣ୍ଡିଲେ। ବିବିଧ ସ୍ୱାଦୁ ଦ୍ରବ୍ୟମାନ ତାହାକୁ କରାଇ ଭୋଜନ। ସୁଗନ୍ଧ ଚନ୍ଦନାଦି ଦେଲେ ମାଳାଏ କଣ୍ଠେ ଲମ୍ବାଇଲେ। ମୃଦଙ୍ଗ ଶଙ୍ଖ ଭେରି ସ୍ୱନ ଆନନ୍ଦେ କରନ୍ତି ଗାୟନ। ଏମନ୍ତେ ନାନା ବିଧି ମତେ ସ୍ଥାପିଲେ ଦେବୀର ଅଗ୍ରତି। ଭୂଷଳ ପତି ଅନ୍ତରେ ତୀକ୍ଷ୍ମ ଖଡ଼ଗ ଧରି କରି ତାହାର ରୁଧିରକୁ ଦେଇ ଦେବୀ ସନ୍ତୋଷ ହେବା ପାଇଁ। ଏମନ୍ତେ ଶୁଣ ହେ ରାଜନ ବୃଷଳେ ହୋଇ ମତି ଭ୍ରମ। ଧନ ସମ୍ପଦେ ମାନ କରି ତମ ଗୁଣକୁ ଆଶ୍ରା କରି ଈଶ୍ୱର
ଅଂଶକୁ ଯେ ଧରେ ହିଂସା କରନ୍ତି ସେ ତାହାରେ ଦାରୁଣ କର୍ମ ତାହାଙ୍କର ପ୍ରତ୍ୟକ୍ଷେ ବ୍ରାହ୍ମଣ କୁମର ବିଷ୍ଣୁର କଳାବନ୍ତ ସେହି ବିଷ୍ଣୁର କଳାବନ୍ତ ଯେହି ତାହାଙ୍କୁ କଦର୍ଥନ୍ତି ନେଇ କଦର୍ଥନ୍ତି ମାନେ ଉତ୍ପୀଡ଼ିତ କରନ୍ତି ସେ ସର୍ବଭୂତେ ସମଚିତ ବିଷ୍ଣୁଜ ପଇ ଅବିରତ ତାହାଙ୍କୁ ପଶୁରେ ବିଚାରି ନିକଟେ ହେଲା ଖଡ୍ଗ ଧରି ଏ ଅନତରେ ପରୀକ୍ଷିତ ବ୍ରାହ୍ମଣ ତେଜ ଅପ୍ରମିତ ଜ୍ୱାଳାକ ରାଳ ଦୁର୍ବିସହ ତେଣୁ ସେ ଦଗ୍ଧ ଦେବୀ ଦେହ ଭକ୍ତଙ୍କ ପ୍ରତି ହିଂସା ଦେଖି ଦେବୀ ମନରେ କୋପ ରଖି ପ୍ରତିମା ପରିତ୍ୟାଗ କଲେ ଭକ୍ତଙ୍କୁ କୋଳରେ ଘେନିଲେ ତକ୍ଷଣେ ଉଗ୍ର ମୂର୍ତ୍ତି ହୋଇ ଉଠିଲେ ଅତି ରୋଷ ବହି ସେ ଦେବୀ ଚଣ୍ଡୀ ଭଦ୍ରକାଳୀ ଅତ୍ୟନ୍ତ କୋପେ ପରଜୋଳି ଭ୍ରୁକୁଟି ଚକ୍ଷୁ ବକ୍ରତାର ବଦନ ଦିଶେ ଭୟଙ୍କର ଦନ୍ତଦି ସଇତା କରାଳ ଅରୁଣ ନୟନ ଯୁଗଳ ଚଣ୍ଡାଟ ହାସ ଘୋର ସ୍ୱନ ପୂର୍ଣ୍ଣନ କିଛି ଦେବୀ ମନ ଧାଇଁଲେ ଅତି ଶୀଘ୍ରତରେ ପାପିଷ୍ଠ ମାନଙ୍କ ଉପହରେ ତାହାର ହସ୍ତୁ ଖଡ୍ଗ ଗେନି ଶୁଣ ହେ ନୃପ ଶିରୋମଣି ଶାଣିତ ଆସି ତୀକ୍ଷ୍ମଧାର ଛେଦିଲେ ତାହାଙ୍କର ଶିର ପରମ ସନ୍ତୋଷକୁ ପାଇ ଆପଣା ଗଣ ସଙ୍ଗେ ଲଇଁ ରୁଧିର ସୁରା କରିପାନ ଭଳେ ହୁ ଇଲେ ମନେ ଛନ ଦେବୀର ଯେତେ ପାରିଷଦ ଆନନ୍ଦେ କରି ଗୀତନାଦ ମସ୍ତକ ମାନ ହସ୍ତେ ଧରି ହରସେ ବୋଲନ୍ତି ବିହରି ଶୁଣରା ଜନ ସାବଧାନେ ସେ ଯେ ବୃଷଳ ପାପୀ ମାନେ ସାଧୁଙ୍କୁ କରି ପରାଭବ ଆପଣେ ନାଶ ଗଲେ ସର୍ବ ବିଷ୍ଣୁଭ କତ ଯେତେ ନରେ ଦୟାବ ହନ୍ତି ସର୍ବଠାରେ ବୈର ହିଂସା ଦୂରେ ତେଜି ସେ ପାଦ ପଦ୍ମ ହୃଦେ ଭଜି ପରମ ହଂସ ଭାଗବତ ତାହାଙ୍କୁ ରଖନ୍ତି ଅଚ୍ୟୁତ କହଇ ଦାସ ଜଗନ୍ନାଥ ପଞ୍ଚମ ସ୍କନ୍ଧେ ଭାଗବତ ପ୍ରଭୁପ ଦାର ବିନ୍ଦ ତଳେ ମନମ ରହିବ ନିଶ୍ଚଳେ ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ ସହିତାୟଂ ପଞ୍ଚମ ସ୍କନ୍ଧେ ଜଡ଼ ଭରତ ଚରିତଂ ନାମ ନବମ ଅଧ୍ୟାୟ। ବର୍ତ୍ତମାନ ଏହି ଅଧ୍ୟାୟରେ ଆମେ ବ୍ୟାଖ୍ୟା ଶ୍ରବଣ କରିବା। ଶ୍ରୀ ସୁକଦେବ କହିଚାଲିଲେ, ହେ ରାଜନ, ଜଣେ ଆଙ୍ଗିରସ ଗୋତ୍ରୀୟ ଉତ୍ତମ ବ୍ରାହ୍ମଣ ଥିଲେ। ସେ ସମ ଦମ ତପ ସ୍ୱାଧ୍ୟାୟ ବେଦ ଅଧ୍ୟୟନ ତ୍ୟାଗ ଅତିଥି ଆଦିଙ୍କୁ ଅନ୍ନଦାନ ସନ୍ତୋଷ ତିତିକ୍ଷା ବିନୟ ବିଦ୍ୟା ବା କର୍ମବିଦ୍ୟା ଅନସୂୟା ଅନ୍ୟର ଗୁଣମାନଙ୍କରେ ଦୋଷ ଦର୍ଶନ ନ କରିବା ଆତ୍ମଜ୍ଞାନ ଏବଂ ଆନନ୍ଦ ଧର୍ମପାଳଜନିତ ସୁଖ ଆଦି ସକଳ ଗୁଣରେ ସମ୍ପନ୍ନ ଥିଲେ। ତାଙ୍କର ପ୍ରଥମ ସ୍ତ୍ରୀଙ୍କ ଗର୍ଭରୁ ତାଙ୍କରି ପରି ବିଦ୍ୟା ସୁଶୀଳତା ଓ ଆଚାର ରୂପ ଉଦାରତା ଆଦି ଗୁଣରେ ନିପୁଣ 9ଟି ପୁତ୍ର ଓ ଦ୍ୱିତୀୟ ସ୍ତ୍ରୀଙ୍କ ଗର୍ଭରୁ ଏକା ସାଥିରେ ଗୋଟିଏ ପୁତ୍ର ଓ ଗୋଟିଏ କନ୍ୟା ଜନ୍ମ ଦେଲେ। ସେହି ଦୁହିଁଙ୍କ ମଧ୍ୟରୁ ପୁଅଟି ଥିଲା ସେହି ପରମ ଭାଗବତ ରାଜର୍ଷି ଶିରୋମଣି ଭରତ। ମହାପୁରୁଷମାନେ କହନ୍ତି ସେ ମୃଗ ଶରୀର ପରିତ୍ୟାଗ କରି ଅନ୍ତିମ ଜନ୍ମରେ ବ୍ରାହ୍ମଣ ହୋଇଥିଲେ। ଭଗବାନଙ୍କ କୃପାରୁ ଇହ ଜନ୍ମରେ ମଧ୍ୟ ତାଙ୍କର ପୂର୍ବ ଜନ୍ମ ପରମ୍ପରା ସ୍ମରଣ ରହିଥାଏ। ତେଣୁ ଆସକ୍ତି ହେତୁ ପୁଣି ସେ ଯେପରି କିଛି ବିଘ୍ନ ଉପସ୍ଥିତ ହୋଇ ନଯାଏ ସେହି ଆଶଙ୍କାରେ ସେ ତାଙ୍କ ସ୍ୱଜନଙ୍କ ସହିତ ରହିବାକୁ ବିଶେଷ ଭୟ କରୁଥିଲେ। ଯାହାଙ୍କର ଗୁଣ କୀର୍ତ୍ତନ ଶ୍ରବଣ ଓ ସ୍ମରଣ କଲେ ସକଳ ପ୍ରକାର କର୍ମବନ୍ଧନ କୁଟୁଟିଯାଏ ସେ ସେହି ବ୍ରାହ୍ମଣମାନଙ୍କର
ସେ ସେହି ଭଗବାନଙ୍କର ଚରଣ କମଳ ଦ୍ୱୟକୁ ହିଁ ହୃଦୟରେ ଧାରଣ କରି ରହିଲେ ଏବଂ ନିଜକୁ ଅନ୍ୟମାନଙ୍କ ଆଗରେ ଜଣେ ପାଗଳ, ମୂର୍ଖ, ଅନ୍ଧ ଓ କାଲ ପରି ଦେଖାଇ ହୋଇ ନିଜର ପ୍ରକୃତ ସ୍ୱରୂପ ଲୁଚାଇ ରଖିଲେ। ଜଡ଼ ଭରତ ଜଣେ ଜାତିସ୍ମର ଥିଲେ। ଜାତିସ୍ମର ଅର୍ଥ କ'ଣ? ପୂର୍ବଜନ୍ମର କଥାକୁ ଯେ ସ୍ମୃତି ମାନେ ମନେ ରଖିଥାନ୍ତି, ସେ ଥିଲେ ଜାତିସ୍ମର। ପିତାଙ୍କର ତ ତାଙ୍କ ଉପରେ ସହଜେ ସ୍ନେହ ଥିଲା, ତେଣୁ ସେ ନିଜର ସେହି ପାଗଳ ପରି ଜଣାପଡ଼ୁଥିବା ପୁତ୍ରର ମଧ୍ୟ ଶାସ୍ତ୍ର ଅନୁସାରେ ସମାବର୍ତ୍ତନ ପର୍ଯ୍ୟନ୍ତ ସବୁ ସଂସ୍କାର କରାଇବା ଉଦ୍ଦେଶ୍ୟରେ ଉପନୟନ ସଂସ୍କାର କରାଇଦେଲେ। ଭରତ ଚାହୁଁନଥିଲେ ବି ଶାସ୍ତ୍ର ଆଜ୍ଞା ଅନୁସାରେ ପୁତ୍ରକୁ ଶିକ୍ଷା ଦେବା ପରି ପିତାର କର୍ତ୍ତବ୍ୟ ହୋଇଥିବାରୁ ପିତା ପୁତ୍ରକୁ ଶୌଚ, ଆଚମନ ଆଦି ଆବଶ୍ୟକ କର୍ମ ଶିଖାଇଲେ। କିନ୍ତୁ ଭରତ ପିତାଙ୍କ ଆଗରେ ହିଁ ତାଙ୍କ ଉପଦେଶର ବିରୁଦ୍ଧା ଆଚରଣ କରିବାକୁ ଲାଗିଲେ। ପିତା ଚାହୁଁଥିଲେ ଯେ ବର୍ଷା କାଳରେ ତାଙ୍କର ବିଦ୍ୟାରମ୍ଭ କରାଇବେ, କିନ୍ତୁ ବସନ୍ତ ଓ ଗ୍ରୀଷ୍ମ ଋତୁର ଦୀର୍ଘ 4 ମାସ କାଳ ପଢ଼ାଇଲେ ମଧ୍ୟ ସେ ତାକୁ ବ୍ୟାହୃତି ଓ ପ୍ରଣବ ସହିତ ତ୍ରିପଦା ଗାୟତ୍ରୀ ବି ଭଲ ରୂପେ ସ୍ମରଣ କରାଇ ପାରିଲେ ନାହିଁ। ତଥାପି ସେ ସେହି ପୁତ୍ରଟି ଉପରେ ତାହାଙ୍କର ନିଜ ଆତ୍ମା ପରି ଅନୁରାଗ ରହିଥିଲା। ତେଣୁ ପୁଅର ଅନିଚ୍ଛା ସତ୍ତ୍ୱେ ପୁଅକୁ ଭଲ ରୂପେ ଶିକ୍ଷା ଦେବା ଆବଶ୍ୟକ, ଏପରି ଦୁରାଗ୍ରହରେ ସେ ତାକୁ ଶୌଚାଚାର, ବେଦ ଅଧ୍ୟୟନ, ବ୍ରତ ନିୟମ ତଥା ଗୁରୁ ଏବଂ ଅଗ୍ନିଙ୍କର ସେବା ଆଦି ବ୍ରହ୍ମାଚର୍ଯ୍ୟ ଶ୍ରମ ଆବଶ୍ୟକ ନିୟମ ସବୁ ଶିକ୍ଷା ଦେଇ ଚାଲିଲେ। କିନ୍ତୁ ପୁତ୍ରକୁ ଶିକ୍ଷିତ ଓ ସୁରକ୍ଷିତ ରୂପେ ଦେଖିବାର ମନୋରଥ ପୂର୍ଣ୍ଣ ହେବା ପୂର୍ବରୁ ଏବଂ ନିଜର ମୁଖ୍ୟ କର୍ତ୍ତବ୍ୟ ଭଗବତ ଭଜନରେ ଅମନୋଯୋଗୀ ରହି ଗୃହ ଧନ୍ଦାରେ ହିଁ ବ୍ୟସ୍ତ ରହିଥିବା ବେଳେ ତାଙ୍କୁ ସଦା ସଜାଗ ରହିଥିବା କାଳ ଆକ୍ରମଣ କରି ତାଙ୍କର ଜୀବନ ନାଟିକା ଶେଷ କରିଦେଲା। ତାହା ଦେଖି ତାଙ୍କର ଦ୍ୱିତୀୟ ଭାର୍ଯ୍ୟା ନିଜର ଛୁଆ ଦୁଇଟିକୁ ସଉତୁଣୀଙ୍କୁ ସମର୍ପି ଦେଇ ନିଜେ ସ୍ୱାମୀଙ୍କ ଚିତାରେ ସତୀ ହୋଇ ପତି ଲୋକକୁ ଚାଲିଗଲେ। ଭରତଙ୍କର ଭାଇମାନେ କର୍ମକାଣ୍ଡକୁ ହିଁ ଶ୍ରେଷ୍ଠ ବୋଲି ଧରି ନେଇଥିଲେ। ସେମାନେ ବ୍ରହ୍ମଜ୍ଞାନ ରୂପୀ ପରାବିଦ୍ୟାରେ ଅନଭିଜ୍ଞ ଥିଲେ, ତେଣୁ ସେମାନଙ୍କୁ ଭରତଙ୍କ ପ୍ରଭାବ ବିଷୟରେ କିଛି ଜଣା ନଥିଲା। ସେମାନେ ଭରତଙ୍କୁ ଗଜ ମୂର୍ଖଟାଏ ବୋଲି ଭାବିଥିଲେ। ତା ଫଳରେ ପିତାଙ୍କ ମୃତ୍ୟୁ ପରେ ସେମାନେ ଭରତଙ୍କୁ ଲେଖାପଢ଼ା ଶିଖାଇବା ବନ୍ଦ କରିଦେଲେ। ଭରତଙ୍କର ମାନ ଅପମାନ ବିଚାର ନଥାଏ। ରେ ପାଗଳ, ଆରେ ମୂର୍ଖ କିମ୍ବା ଏ କାଲା ବୋଲି କେହି ଅବିବେକୀ ନର ପଶୁମାନେ ତାଙ୍କୁ ଯେପରି ଡାକୁଥିଲା, ସେ ତାକୁ ସେହିପରି ଅର୍ଥାତ୍ ପାଗଳ ପରି ବା ମୂର୍ଖ ପରି ବା କାଲା ପରି ଓ କରୁଥିଲେ ଏବଂ ଯେ ଯାହା କାମ ବତାଉଥିଲା ବା ବେଠି ଖଟାଉଥିଲା ସେ ତାହା କରିଦେଉଥିଲେ। ଭିକ୍ଷା ରୂପରେ ବା ମଜୁରୀ ରୂପେ ମାଗୁଣୁ ବା ନ ମାଗୁଣୁ ଯେ ଯେଉଁ ଖାଦ୍ୟ ପଦାର୍ଥ ଦେଉଥିଲେ ସେ ତାହା ଅଳ୍ପ କି ବେଶୀ, ଭଲ କି ମନ୍ଦ ନ ବାରି, ସ୍ୱାଦ ଅସ୍ୱାଦ ନ ବିଚାରି ଖାଇଦେଉଥିଲେ। ଶୁଦ୍ଧ ଜ୍ଞାନାନନ୍ଦ ସ୍ୱରୂପ ଆତ୍ମଜ୍ଞାନ ହେଉଛି ସ୍ୱତଃ ସିଦ୍ଧ, ତାହା କୌଣସି କାରଣର ଅଧୀନ ନୁହେଁ। ଭରତ ସେହି ଆତ୍ମଜ୍ଞାନ ଲାଭ କରିସାରିଥିଲେ। ତେଣୁ ଶୀତ ଉଷ୍ମ, ମାନ ଅପମାନ ଆଦି ଦ୍ୱନ୍ଦ୍ୱରୁ ଜାତ ହେଉଥିବା ସୁଖ ଦୁଃଖରେ ତାହାଙ୍କର ଦେହ ଅଭିମାନୀ ଉଦ୍ରେକ ହେଉନଥିଲା। ଶୀତ ହେଉ କି ଗରମ ହେଉ, ବର୍ଷା ହେଉ କି ବାତ୍ୟା ହେଉ, ସେ ଫୁଙ୍ଗୁଳା ଦେହରେ ଷଣ୍ଢ ପରି ବାହାରେ ପଡ଼ି ରହୁଥିଲେ। ତାହାଙ୍କର ସମସ୍ତ ଅଙ୍ଗ ହୃଷ୍ଟପୃଷ୍ଟ ଏବଂ ବଳିଷ୍ଠ ହୋଇଥାଏ। ସେ କାହାରିଠାରୁ କିଛି ଆଶା ନ ରଖି ଭୂଇଁରେ ଗୋଡ଼ୁଥିଲେ। ଦେହରେ କେବେ ତେଲ ମାଲପା ଲଗାଉନଥିଲେ କି ସ୍ନାନ ମଧ୍ୟ କରୁନଥିଲେ। ତେଣୁ ତାଙ୍କ ଦେହରେ ପରସ୍ତ ପରସ୍ତ ମଇଳା ଜମି ରହିଥିଲା। ତାହା ଫଳରେ ମୂଲ୍ୟବାନ ମଣିର ତେଜ ଧୂଳି ମଇଳା ତଳେ ଲୁଚି ରହିଲା ପରି ତାହାଙ୍କର ବ୍ରହ୍ମ ତେଜ ଲୁଚି ଯାଇଥିଲା। ସେ ଅଣ୍ଟାରେ ପୁରୁଣା ମଇଳା କନା ଖଣ୍ଡିଏ ପିନ୍ଧି ପଡ଼ି ରହୁଥିଲେ। ତାଙ୍କ ପଇତାଟି କେବଳ କୋଚଟ ମଇଳା ପରି ହୋଇଯାଇଥାଏ। ତେଣୁ ଅଜ୍ଞାନ ଲୋକେ ଏଇଟା କେଉଁ ଦ୍ୱିଜ ହେ, ଛି ଅଧମ ବ୍ରାହ୍ମଣଟାଏ କହି ତାଙ୍କୁ ଧିକାର କରୁଥିଲେ। କିନ୍ତୁ ଭରତ ସେଥିରେ ବିଚଳିତ ନ ହୋଇ ସ୍ୱଚ୍ଛନ୍ଦରେ ବିଚରଣ କରୁଥିଲେ। ସେ ଅନ୍ୟ ଲୋକଙ୍କ ଘରେ ମଜୁରୀ ଲାଗି ପେଟ ପୋଷୁଛନ୍ତି ଦେଖି ଭାଇମାନେ ତାଙ୍କୁ ଘରର ଚାଷ ଜମିରେ କାମ କରାଇବାରେ ଲଗାଇଦେଲେ। ସେ ତାହା ବି କଲେ। କିନ୍ତୁ ଚାଷ ଜମିର କିଆରୀ ଗୁଡ଼ିକ ଛୋଟ ନା ବଡ଼, ସମତଲ ନା ଖାଲ ଢିପ, ତାଙ୍କର ସେଥିପ୍ରତି ଧ୍ୟାନ ନଥାଏ। ଭାଇମାନେ ତାଙ୍କୁ ଖୁଦ, କଣି, ଶୁଖିଲା ବା ବାସି ଅନ୍ନ, ପେଜ ଓ ହାଣ୍ଡି କୋରା କରି କରି ଭାତ ଯାହା କିଛି ଦେଉଥିଲେ ସେ ତାହାକୁ ଅମୃତ ପରି ମନେକରି ଖାଇଦେଉଥିଲେ। ଥରେ ଜଣେ ଶୂଦ୍ର ଜାତିର ଡାକୁ ସର୍ଦ୍ଦାର ପୁତ୍ର କାମନା କରି କାଳୀଙ୍କ ପାଖରେ ନରବଳି ଦେବାକୁ ମନାସିଥିଲା। ତାର ଅନୁଚରମାନେ ବଳି ଦେବାକୁ ଜଣେ ଲୋକଙ୍କୁ ଧରି ଆଣିଥିଲେ।
କିନ୍ତୁ ସେ ଲୋକଟି ସେମାନଙ୍କ କବଳରୁ ଖସି ପଳାଇଗଲା। ତାକୁ ଖୋଜିବା ପାଇଁ ଡାକୁମାନେ ଚାରିଆଡ଼େ ଖେଦିଗଲେ। ଅନ୍ଧାର ରାତି ହୋଇଥିବାରୁ ସେମାନେ ତାକୁ ପାଇଲେ ନାହିଁ। ଏପରି ଖୋଜୁ ଖୋଜୁ ଦୈବ ଯୋଗକୁ ଏହି ଆଙ୍ଗିରସ ଗୋତ୍ରୀୟ ବ୍ରାହ୍ମଣ କୁମାରଙ୍କ ଉପରେ ସେମାନଙ୍କର ଦୃଷ୍ଟି ପଡ଼ିଲା ବା ଭରତଙ୍କ ଉପରେ ଦୃଷ୍ଟି ପଡ଼ିଲା। ସେତେବେଳକୁ ସେ ବିଲ ହିଡ଼ରେ ବୀର ଆସନରେ ବସି ମୃଗ ବରାହ ପ୍ରଭୃତି ପ୍ରାଣୀମାନଙ୍କ ଦାଉରୁ ଫସଲ ରକ୍ଷା କରୁଥିଲେ। ଡାକୁମାନେ ତାକୁ ଦେଖି ଭାବିଲେ, ଏ ଲୋକଟା ଦେହରେ ତ ବଳି ପଶୁ ହେବାର ଉତ୍ତମ ଲକ୍ଷଣ ରହିଛି। ଏହାକୁ ଧରିନେଲେ ଆମ ସର୍ଦ୍ଦାରଙ୍କ କାର୍ଯ୍ୟ ସିଦ୍ଧି ହୋଇଯିବ। ତେଣୁ ସେମାନେ ମନେ ମନେ ଖୁସି ହୋଇ ସହର୍ଷ ବଦନରେ ଭରତକୁ ବାନ୍ଧି କାଳୀ ମନ୍ଦିରକୁ ନେଇଗଲେ। ସେମାନେ ନିଜ ପଦ୍ଧତି ଅନୁସାରେ ଭରତଙ୍କୁ ବିଧିପୂର୍ବକ ସ୍ନାନ ଓ ଅଭିଷେକ କରାଇ ନୂତନ ବସ୍ତ୍ର ପିନ୍ଧାଇ ଦେଲେ ତଥା ନାନା ପ୍ରକାର ଆଭୂଷଣ, ଚନ୍ଦନ, ମାଳା ଓ ତିଳକ ଆଦିରେ ବିଭୂଷିତ କରି ଭଲ ଭଲ ଖାଦ୍ୟ ଖାଇବାକୁ ଦେଲେ। ତାପରେ ସେମାନେ ଧୂପ, ଦୀପ, ମାଳା, ପତ୍ର ଓ ଅଙ୍କୁର ଓ ଫଳ ଆଦି ଉପହାର ସାମଗ୍ରୀ ଧରି ବଳିଦାନ ବିଧିରେ ଗୀତ ଗାଇ ସ୍ତୁତି କରି ଏବଂ ଜୋରରେ ଢୋଲ ମୃଦଙ୍ଗ ବଜାଇ ସେହି ପୁରୁଷ ପଶୁ ବା ଭରତଙ୍କୁ ନେଇ ଦେବୀଙ୍କ ଆଗରେ ନତମସ୍ତକ କରି ବସାଇଦେଲେ। ତାପରେ ସର୍ଦ୍ଦାର ପୁରୋହିତ ହୋଇଥିବା ଗୋଟାଏ ଡକାୟତ ନରପଶୁର ରକ୍ତରେ ଦେବୀଙ୍କୁ ତୃପ୍ତ କରିବା ନିମନ୍ତେ ଦେବୀ ମନ୍ତ୍ରରେ ଅଭିମନ୍ତ୍ରିତ ଗୋଟିଏ ଧାରୁଆ ଖଣ୍ଡା ଉଠାଇଲେ। ଡାକୁମାନେ ତ ସ୍ୱଭାବତଃ ତମଗୁଣୀ ଥିଲେ। ଧନ ମଦରେ ସେମାନଙ୍କର ଚିତ୍ତ ଆହୁରି ଉନ୍ମତ୍ତ ହୋଇଯାଇଥିଲା। ହିଂସା କର୍ମରେ ବି ସେମାନଙ୍କର ସ୍ୱାଭାବିକ ରୁଚି ରହିଥିଲା। ତେଣୁ ସେମାନେ ଭଗବାନଙ୍କର ଅଂଶ ସ୍ୱରୂପ ବ୍ରାହ୍ମଣ କୁଳକୁ ଅପମାନିତ କରି ଅବାଧରେ କୁମାର୍ଗରେ ଆଗେଇ ଚାଲିଥିଲେ। ଆପତ୍ତି କାଳରେ ମଧ୍ୟ ହିଂସାକୁ ଅନୁମୋଦନ କରାଯାଏ ନାହିଁ। ପୁଣି ବ୍ରାହ୍ମଣ ବଧ ତ ସମ୍ପୂର୍ଣ୍ଣ ନିଷିଦ୍ଧ। ତଥାପି ସେ ସେହି ଡାକୁମାନେ ସାକ୍ଷାତ ବ୍ରହ୍ମଭାବ ପ୍ରାପ୍ତ ହୋଇଥିବା ଜଣେ ବୈରହୀନ ତଥା ସକଳ ପ୍ରାଣୀଙ୍କର ସୁହୃଦ୍ ବ୍ରହ୍ମର୍ଷି କୁମାରଙ୍କୁ ବଳି ଦେବାକୁ ବସିଥିଲେ। ସେହି ଭୟଙ୍କର କୁକର୍ମ ଦେଖି ଦେବୀ ଭଦ୍ରକାଳୀଙ୍କ ଶରୀର ପ୍ରତି ଦୁଃସହ ବ୍ରହ୍ମ ତେଜରେ ଜଳିବାକୁ ଲାଗିଲା ଏବଂ ସେ ହଠାତ୍ ମୂର୍ତ୍ତିକୁ ଫଟାଇ ପ୍ରକଟ ହୋଇଗଲେ। ଅତ୍ୟନ୍ତ ଅସହନୀୟତା ଓ କ୍ରୋଧରେ ତାଙ୍କର ଭ୍ରୁଲତା ଉପରକୁ ଉଠି ଯାଇଥାଏ। କରାଳ ଦନ୍ତପଙ୍କ୍ତି ଓ ବିସ୍ତାରିତ ରକ୍ତଚକ୍ଷୁ ହେତୁ ତାଙ୍କର ରୂପ ବଡ଼ ଭୟଙ୍କର ଦିଶୁଥାଏ। ତାଙ୍କର ସେହି ବିକଟାଳ ରୂପ ଦେଖି ମନେ ହେଉଥାଏ ସତେ ଯେପରି ସେ ଆଜି ଏହି ସଂସାରଟାକୁ ସଂହାର କରିଦେବେ। ସେ ଭୀଷଣ କ୍ରୋଧରେ ଭୟଙ୍କର ଅଟ୍ଟହାସ୍ୟ କରି ଉଠିଲେ ଏବଂ ଡେଇଁ ପଡ଼ି ସେହି ଅଭିମନ୍ତ୍ରିତ ଖଣ୍ଡା ଛଡ଼ାଇ ନେଇ ସେଠାରେ ଥିବା ସମସ୍ତ ପାପୀଙ୍କର ଶିରଚ୍ଛେଦନ କରିଦେଲେ। ସେ ନିଜର ଗଣମାନଙ୍କ ସହିତ ସେମାନଙ୍କର ଗଳାରୁ ବହିପାଡ଼ୁଥିବା ତତଲା ରକ୍ତରୂପୀ ମଦ୍ୟପାନ କରିବା ସଙ୍ଗେ ସଙ୍ଗେ ଅତି ଉନ୍ମତ୍ତ ହୋଇ ନୃତ୍ୟ ଗୀତ ସହିତ ସେହି କଟା ମୁଣ୍ଡ ଗୁଡ଼ିକୁ ପେଣ୍ଡୁ କରି ଖେଳିବାକୁ ଲାଗିଲେ। ବାସ୍ତବରେ ମହାପୁରୁଷମାନଙ୍କ ପରି ଏଭଳି ଅତ୍ୟାଚାର କଲେ ତାହା ନିଜ ଉପରକୁ ହିଁ ଓଲଟି ଆସେ। ହେ ପରୀକ୍ଷିତ, ଯାହାଙ୍କର ଦେହ ଅଭିମାନୀ ରୂପୀ ସୁଦୃଢ଼ ହୃଦୟ ଗ୍ରନ୍ଥି ଖୋଲିଯାଇଛି, ଯେ ସକଳ ପ୍ରାଣୀଙ୍କର ବନ୍ଧୁ ଓ ଆତ୍ମା ତଥା ବୈରହୀନ, ଯାହାଙ୍କୁ ସାକ୍ଷାତ ଭଗବାନ ହିଁ ଭଦ୍ରକାଳୀ ଆଦି ବିଭିନ୍ନ ରୂପ ଧରି ନିଜର ଅବ୍ୟର୍ଥ କାଳଚକ୍ର ରୂପୀ ଶ୍ରେଷ୍ଠ ଶସ୍ତ୍ରରେ ରକ୍ଷା କରନ୍ତି ଏବଂ ଯେ ଭଗବାନଙ୍କର ନିର୍ଭୟ ଚରଣ କମଳର ଆଶ୍ରୟ ନେଇଛନ୍ତି, ସେଭଳି ଭଗବତ ଭକ୍ତ ପରମହଂସ ନିଜର ଶିରଚ୍ଛେଦନ ହେବାକୁ ଯାଉଥିବା ଦେଖି ମଧ୍ୟ କୌଣସି ପ୍ରକାର ବ୍ୟସ୍ତ ବ୍ୟାକୁଳ ନ ହେବାଟା କିଛି ଆଶ୍ଚର୍ଯ୍ୟର କଥା ନୁହେଁ। ଏକ ଗଭୀର କଥା। ଆପଣମାନେ ଥରେ ଯଦି ଏହା ବୁଝିପାରୁନାହାନ୍ତି ତେବେ 2-3 ଥର ଶୁଣନ୍ତୁ, ଏହାର ମହତ୍ତ୍ୱକୁ ବୁଝିପାରିବେ ଯେ ଏହି ଅଧ୍ୟାୟରେ ମାନେ ମହାପୁରୁଷମାନଙ୍କ ପ୍ରତି ଅତ୍ୟାଚାର କଲେ ତାହା କିପରି ନିଜ ଉପରକୁ ହିଁ ଓଲଟି ଆସେ, এই କଥାଟି ବର୍ଣ୍ଣନା କରାଯାଇଛି, ଯାହାକି ଆମେ ଭରତ ଚରିତଙ୍କ ଠାରୁ ଆମେ ଶୁଣିପାରିବା। ଏବଂ ଏଠାରେ ଆଉ ଗୋଟେ ଆମେ କଥା ଜାଣିପାରିବା ଯେ ବ୍ରାହ୍ମଣଙ୍କର ଦ୍ୱାଦଶ ଗୁଣ କ'ଣ। ଯେ ସମ, ଦମ, ତପ, ସ୍ୱାଧ୍ୟାୟ, ବେଦ ଅଧ୍ୟୟନ, ତ୍ୟାଗ ବା ଅତିଥି ଆଦିଙ୍କୁ ଅନ୍ନଦାନ, ସନ୍ତୋଷ, ତିତିକ୍ଷା, ବିନୟ, ବିଦ୍ୟା ବା କର୍ମବିଦ୍ୟା, ଅନସୂୟା, ଅନ୍ୟର ଗୁଣମାନଙ୍କରେ ଦୋଷ ଦର୍ଶନ ନ କରିବା, ଆତ୍ମଜ୍ଞାନ ଏବଂ ଆନନ୍ଦ ବା ଧର୍ମପାଳ ଜନିତ ସୁଖ ଆଦି ସକଳ ଗୁଣ ହେଲା ଗୁଣ ସମ୍ପନ୍ନକୁ ଦ୍ୱାଦଶ ଗୁଣ କୁହାଯାଏ। ତ ଆପଣମାନେ ଏହି ଅଧ୍ୟାୟ ଶୁଣିଥିବାରୁ ଭଗବାନ ଆପଣଙ୍କର କୃପା ମଙ୍ଗଳ କରନ୍ତୁ, ଆପଣଙ୍କୁ ଆଶୀର୍ବାଦ ଦିଅନ୍ତୁ ଏବଂ ଭବସାଗରରୁ ଭଲ ଭାବରେ ପାରି କରନ୍ତୁ। ଜୟ ଜଗନ୍ନାଥ ପ୍ରଭୁ, ଜୟ ଜଗନ୍ନାଥ।